ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର ଫାର୍ଷ୍ଟ ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ କାହିଁକି ନା ପିଲାମାନେ ଆଜି ଆମେ ତୁମର ଓଡ଼ିଆ ଅନର୍ସ ସମ୍ପୂର୍ଣ୍ଣ ଭାବରେ ତୁମର କୋର୍ ପେପର 1 ଏବଂ କୋର୍ ପେପର 2 ହେଲା ଆମେ ସିଲାବସଟି ଆଲୋଚନା କରିବା। ତ ପିଲାମାନେ ଆମେ କେବଳ ସିଲାବସ ଆଲୋଚନା କରିବା ତାହା ନୁହେଁ, ଆମେ ଏହି ସିଲାବସ ଗୁଡ଼ିକ ଆଲୋଚନା କରିବା ସହିତ ମୁଁ ତୁମମାନଙ୍କୁ କହିଦେବି ଯେ ମାନେ କୋଉ କୋଉ ୟୁନିଟ୍ ଗୁଡ଼ିକ ଇମ୍ପୋର୍ଟାଣ୍ଟ ରହୁଛି ଏବଂ କୋଉ ୟୁନିଟ୍ରୁ ଅଧିକ କ୍ୱେଶ୍ଚନ୍ ଆସୁଛି ହେଲା। ତ ପିଲାମାନେ ଦେଖନ୍ତୁ ଅଲଗା ଅଲଗା ୟୁନିଭର୍ସିଟି ଗୁଡ଼ିକରେ କ୍ୱେଶ୍ଚନ୍ ପ୍ୟାଟର୍ନଟି ଅଲଗା ହେଇଥାଇପାରେ, କିନ୍ତୁ ତୁମମାନଙ୍କର ସିଲାବସ ଆମର ଓଡ଼ିଶାର ସବୁ ୟୁନିଭର୍ସିଟିର ସମାନ ହିଁ ଅଛି। ତ ପିଲାମାନେ ତ ସେଇପାଇଁ ହେଉଛି ଚାଲନ୍ତୁ ତୁମର ୟୁଜିର ସମ୍ପୂର୍ଣ୍ଣ ଭାବରେ ସିଲାବସଟି ଆଲୋଚନା କରିବା ହେଲା। ତ ଦେଖ ଯେଉଁ ଓଡ଼ିଆ ଅନର୍ସ ପିଲାମାନେ ଯେଉଁ ତୁମମାନେ ମାନେ ପ୍ଲସ୍ ଟୁ ପରେ ଯେଉଁ ପିଲାମାନେ ବି କ'ଣ ପ୍ଲସ୍ ଥ୍ରୀରେ ପାଦ ଦେଇଛନ୍ତି ତ ସେଇମାନେ ବର୍ତ୍ତମାନ ଜାଣିନାହାନ୍ତି ତାଙ୍କର ପାଠ ଗୁଡ଼ିକ କ'ଣ ଅଛି ହେଲା, ମାନେ ତାଙ୍କୁ କେମିତି ସେମିଷ୍ଟର ଦେବାକୁ ପଡ଼ିବ ତ ଇତ୍ୟାଦି ତାଙ୍କ ମନରେ ଅନେକ ସାରା ଯେଉଁ ପ୍ରଶ୍ନ ଆସିଥାଏ। ତ ପିଲାମାନେ ମୁଁ ତାଙ୍କୁ ଫାଷ୍ଟରୁ କହିଦେଉଛି ଯେଉଁ ପ୍ଲସ୍ ଟୁ ପରେ ଯେଉଁ ପିଲାମାନେ ପ୍ଲସ୍ ଥ୍ରୀ ଓଡ଼ିଆ ଅନର୍ସକୁ ଚୁଜ୍ କରୁଛନ୍ତି ତ ତାଙ୍କର କେତୋଟି ପେପର ଟୋଟାଲ ତୁମର 14ଟି ପେପର ଅଛି। ତୁମର 14ଟି ପେପରରୁ ତୁମର ଫାର୍ଷ୍ଟ ସେମିଷ୍ଟରରେ ତୁମର 2ଟା ପେପର ହେଲା, ସେକେଣ୍ଡ ସେମିଷ୍ଟରରେ 2ଟା ପେପର, ସେମିତି ତୁମର କେଟାରେ 3ଟା ପେପର। ସେହିପରି ଭାବରେ ତୁମର ପେପର ମାନେ ତୁମର ବର୍ତ୍ତମାନ ତ ସବୁ ମାନେ 3 ବର୍ଷ ଥିଲା, ବର୍ତ୍ତମାନ କେତେ ନା 4 ବର୍ଷ ହେଇଛି ହେଲା। କରୁଣାରେ କ'ଣ ଅଛି ଦେଖନ୍ତୁ, ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ ଅଛି। ତ ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ ମାନେ ସେଠି ତୁମର ଯେଉଁ ପ୍ରାକ୍ ସାରଳା ସାହିତ୍ୟ ପଢ଼ିବ ହେଲା, ଯେଉଁ ଚର୍ଯା ଗୀତିକା ହେଲା, ଯେଉଁ 28 ଜଣ ସିଦ୍ଧାଚାର୍ଯ୍ୟ, ତା ସହିତ ସାମାଜିକ, ଧାର୍ମିକ, ସାହିତ୍ୟିକ, ଭାଷାତାତ୍ତ୍ୱିକ ମୂଲ୍ୟାଙ୍କନ ବିଷୟରେ ଆମେ ପଢ଼ିବା କୋଉଠି ନା କୋଡ୍ 1ର ୟୁନିଟ୍ 1ରେ ହେଲା। ବର୍ତ୍ତମାନ ଦେଖିବା ୟୁନିଟ୍ 2ରେ କ'ଣ ଅଛି ନା ସାରଳା ସାହିତ୍ୟ, ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟ ବିଷୟରେ ପଢ଼ିବା ୟୁନିଟ୍ 2ରେ ହେଲା। ତାପରେ ଅଛି ତୁମର ବଳରାମ ଦାସ ଏବଂ ଜଗନ୍ନାଥ ଦାସଙ୍କ ବିଶେଷ ଅଧ୍ୟୟନ, ବଳରାମ ଦାସ ଏବଂ ଜଗନ୍ନାଥ ଦାସଙ୍କ ବିଷୟରେ ଅଧ୍ୟୟନ କରିବା। ଦେନ୍ ୟୁନିଟ୍ 4ରେ ଅଛି ଯେ ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ ବିଶେଷ ଅଧ୍ୟୟନ ହେଲା। କ'ଣ ମନେ ରହିଲା? ଏଇଟା ତୁମର 4ଟା ୟୁନିଟ୍। 4ଟା ୟୁନିଟ୍ରୁ ତୁମର ଲଙ୍ଗ କ୍ୱେଶ୍ଚନ୍ ଯଦି ମନେ ରଖିବ ଲଙ୍ଗ କ୍ୱେଶ୍ଚନ୍ 4ଟା ୟୁନିଟ୍ ସାରା ତୁମର ଟୋଟାଲ 4ଟା ଲଙ୍ଗ କ୍ୱେଶ୍ଚନ୍ ଆସିବ। ବୁଝି ହେଉଛି? ପ୍ରାୟତଃ ୟୁନିଭର୍ସିଟି ଗୁଡ଼ିକରେ କ'ଣ ଥାଏ ନା କ୍ୱେଶ୍ଚନ୍ ପ୍ୟାଟର୍ନଟି ତୁମର 15 ମାର୍କର ଥାଏ ଏବଂ କେତେ ନା 2 ମାର୍କର ଥାଏ ହେଲା। ଟୋଟାଲ ତୁମର 15 ମାର୍କର 4ଟା ପକାଇ ଦେଇଥିବ, ସେଟା 60, 2 ମାର୍କର ପକାଇ ଦେଇଥିବ 10ଟା, ଏଟା କେତେ ଏଟା ହେଲା 20, ଟୋଟାଲ ତୁମର 80 ମାର୍କର ହେଲା। ତ ଆଉ ଇଣ୍ଟରନାଲରୁ କେତେ ମିଳିବ? ଇଣ୍ଟରନାଲରୁ ମିଳିବ 20 ମାର୍କ, ଟୋଟାଲ ତୁମର 100 ମାର୍କ କମ୍ପ୍ଲିଟ୍। ତ ସେହିପରି ଭାବରେ ତୁମର କ'ଣ ତୁମର ଏକ୍ଜାମରେ ଯେଉଁ ମାର୍କ ଗୁଡ଼ିକ ମିଳେ ତ ସେହିପରି ଭାବରେ ତୁମେ ମନେ ରଖିବ ତୁମ ପ୍ରାକ୍ ସାରଳା ସାହିତ୍ୟରେ କେମିତି କ'ଣ କ୍ୱେଶ୍ଚନ୍ ଆସୁଛି ହେଲା। ଦେନ୍ ୟୁନିଟ୍ 2ର କେମିତି କ'ଣ କ୍ୱେଶ୍ଚନ୍ ଆସିବ, ୟୁନିଟ୍ 3ର ମଧ୍ୟ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଆସିବ, ୟୁନିଟ୍ 4ର ମଧ୍ୟ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଆସିବ ହେଲା। ତୁମର ଅର୍ରେ ଦେଇଥିବ ତ ୟୁନିଟ୍ 1ର 2ଟା ଲଙ୍ଗ କ୍ୱେଶ୍ଚନ୍ ଥିବ, ତୁମେ 2ଟା ଭିତରୁ ଅର୍ ଥିବ ନା, ତ ତୁମେ 2ଟା ଭିତରୁ ଚୁଜ୍ କରିକି ଲେଖିପାରିବ। ସେମିତି ସେମ୍ ପ୍ରୋସେସ୍ ରହୁଛି ତୁମର ୟୁନିଟ୍ 2, ୟୁନିଟ୍ 3 ଏବଂ ୟୁନିଟ୍ 4ରେ। ତୁମେ କେମିତି କ'ଣ କ୍ୱେଶ୍ଚନ୍ ଆସିବ ତ ବର୍ତ୍ତମାନ କହିଲେ ତୁମମାନେ ଜାଣିପାରିବନି, କାହିଁକିନା ଆମେ ଅଲରେଡ଼ି ତୁମର କିଛି କ୍ଲାସ୍ କରିନେ। ଆମେ ଯେତେବେଳେ ତୁମମାନେ ଭଲସେ ବୁଝିବ, ଆମେ କ୍ଲାସ୍ ଗୁଡ଼ିକ କରିବା, ଦେନ୍ ତୁମମାନଙ୍କୁ କହିଦେବି ଯେ ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ମଧ୍ୟ ତୁମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ କହିଦେବି ହେଲା। ତା ସହିତ ଆମେ ପ୍ରିଭିୟସ୍ର କ'ଣ ଏକ୍ଜାମ୍ କ୍ୱେଶ୍ଚନ୍ ପେପର ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତ ଚାଲନ୍ତୁ ୟୁନିଟ୍ 1ରେ କ'ଣ ଅଛି ଦେଖିବା। ଦେଖ କ'ଣ ଅଛି ତ ଦେଖନ୍ତୁ ତୁମର କୋର୍ ପେପର 2ରେ ଅଛି ଯେଉଁ ମଧ୍ୟଯୁଗୀର ଓଡ଼ିଆ ସାହିତ୍ୟ ବିଷୟରେ। ତ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କ'ଣ ସବୁ ରହୁଛୁ ନା ଦେଖ ନା ୟୁନିଟ୍ 1ରେ ଅଛି ଯେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ବିଷୟରେ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ କେତେ ନା ଧର୍ମୀୟ ପୃଷ୍ଠଭୂମି ବିଷୟରେ ଆମେ କୋଉଠି ଜାଣିବା ନା ୟୁନିଟ୍ 1ରେ। ଦେନ୍ ସେହିପରି ଭାବରେ ୟୁନିଟ୍ 2ରେ କ'ଣ ଜାଣିବା ନା ମଧ୍ୟଯୁଗୀୟ କାବ୍ୟର ଆଙ୍ଗିକ ବୈଚିତ୍ର୍ୟ ବିଷୟରେ ଜାଣିବା ହେଲା। କ'ଣ ସବୁ ରହିଛି ନା ବିଷୟ ବିନ୍ୟାସ ହେଲା, ଭାଷା, ଛନ୍ଦ ବୈଚିତ୍ର୍ୟ, ବର୍ଣ୍ଣନା ବୈଚିତ୍ର୍ୟ ଏବଂ ଅଳଙ୍କାରିକତା ବିଷୟରେ ଆମେ ଜାଣିବା ଯେଉଁ ମଧ୍ୟଯୁଗୀୟ କାବ୍ୟର ଆଙ୍ଗିକ ବୈଚିତ୍ର୍ୟ ବା ୟୁନିଟ୍ 2ରେ। ଦେନ୍ ୟୁନିଟ୍ 3ରେ ଆମେ କ'ଣ ଜାଣିବା ନା ମଧ୍ୟଯୁଗୀୟ କାବ୍ୟର ଆତ୍ମିକ ବିଭଗ ବିଷୟରେ ଜାଣିବା, ଯେମିତି ରସ ହେଇଯାଉ ହେଲା, ସୌନ୍ଦର୍ଯ୍ୟ ଚେତନା ଏବଂ ଭାବଦର୍ଶ ବିଷୟରେ ଦେଖିବା। ଆଉ ତୁମର ୟୁନିଟ୍ 4ରେ କ'ଣ ଦେଖିବା ନା ମଧ୍ୟଯୁଗୀୟ ଓଡ଼ିଆ ଗୀତି ପରମ୍ପରା ବିଷୟରେ। ଚମ୍ପୁ, ଏଇଠି ତୁମର ଚମ୍ପୁ ଆସିଯିବ ହେଲା, ଚୌପଦୀ ଆସିଯିବ, ଚୌତିଶା କ'ଣ, ଭଜନ, ଜଣାଣ କ'ଣ ଇତ୍ୟାଦି ଆମେ ୟୁନିଟ୍ 4ରେ ସେଗୁଡ଼ା ପାଇଯିବା। ତ ପିଲାମାନେ ତ ଯେଉଁ ତୁମର ଏଇଟା ବି ସେଇ ସେମ୍ ପ୍ରୋସେସ୍ ରହୁଛି। ତୁମର ଟୋଟାଲ 18 ମାର୍କର ହେବ। ଏଇଠୁ ତୁମର ଲଙ୍ଗ କ୍ୱେଶ୍ଚନ୍ ଆସିବ କେତେ ମାନେ ତୁମର କେତେ 15 ମାର୍କର ପ୍ରାୟତଃ 4ଟା ଆସେ। ଦେନ୍ ତାପରେ ତୁମର 2 ମାର୍କର ଆସିବ 10ଟା। ତୁମର ସେଇ ସେମ୍ ପ୍ରୋସେସ୍ ତୁମର କୋର୍ ପେପର 1ରେ ଯେମିତି 2ରେ ବି ସେମିତି। ଆଉ ଅଲଗା ଅଲଗା ୟୁନିଭର୍ସିଟି ଗୁଡ଼ିକରେ ପିଲାମାନେ ତୁମର 1 ମାର୍କ ଆସିବ ହେଲା, 2 ମାର୍କ ଆସିବ, ତା ସହିତ
କେତେ 3 ମାର୍କ ଆସିବ ଦେନ୍ 5 ମାର୍କ ଆସିବ। ସେମିତି ତମର ଅଲଗା ଅଲଗା ୟୁନିଭର୍ସିଟି ପରେ ଅଲଗା ଅଲଗା କ୍ୱେଶ୍ଚନ ପ୍ୟାଟର୍ନ ଟି ଅଛି ହେଲା, ସେଇଟା ତମର ୟୁନିଭର୍ସିଟି ଉପରେ ମ୍ୟାଟର କରେ। ତ ସେଇଟା ହିଁ ତୁମକୁ ବାରମ୍ବାର କହୁଛି, ତମର କ୍ୱେଶ୍ଚନ ପ୍ୟାଟର୍ନ କୁ ଉପରେ ଭରସା କରନି, ଆମର କ୍ୱେଶ୍ଚନ ପ୍ୟାଟର୍ନ ଏମିତି ଆସିବ ଆମେ ଏମିତି ପଢିବୁ, ତ ସେମିତି କହିହବନି ହେଲା। ତମର ୟୁନିଭର୍ସିଟି ୱାଇଜ ତ ସମସ୍ତ ୟୁନିଭର୍ସିଟି ଗୁଡ଼ିକରେ ଅଲଗା ଅଲଗା କ୍ୱେଶ୍ଚନ ପ୍ୟାଟର୍ନ ନେଇକି ପଢା ହୁଏ। ତ ପିଲାମାନେ ତ ସେମିତି ହିଁ ତ ଆଜିଠୁ ତମମାନଙ୍କ ପାଇଁ ଫାର୍ଷ୍ଟ ସେମିଷ୍ଟାର +3 ର ଓଡ଼ିଆ ଅନର୍ସ କ୍ଲାସଟି ଆରମ୍ଭ ହେଲା। କାଲି ଆମେ ୟାର ଯୋଉ କ'ଣ ଯୋଉ ଆମର ୟୁନିଟ୍ 1 ମାନେ କୋର୍ 1 ର ୟୁନିଟ୍ 1 କ'ଣ ଅଛି ନା ପ୍ରାକ୍ସାର ସାହିତ୍ୟ, ଚର୍ଚ୍ଚା ଗୀତିକା ଓ ନାଟ୍ୟ ସାହିତ୍ୟ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବରେ ବୁଝିବା। ପ୍ରଥମ ତ ତମର ପାଠ ଗୁଡ଼ିକ ଆମେ ବହିରୁ ଡାଇରେକ୍ଟ ବୁଝିବା ହେଲା। ପ୍ରଥମ ଆମେ ବହିରୁ ବୁଝିବା, ଦେନ୍ ଆମେ ତାର ସର୍ଟ କ୍ୱେଶ୍ଚନ ଆଲୋଚନା କରିବା, ଦେନ୍ ଲଙ୍ଗ କ୍ୱେଶ୍ଚନ ଆଲୋଚନା କରିବା, ଆମେ ସବୁ କିଛି ଆଲୋଚନା କରିବା। ଯୋଉ ପିଲାମାନେ ବି ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଏମିତି ପଢ଼ା ରିଲେଟେଡ୍ ଆଗକୁ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ସହିତ ନିଜ ସାଙ୍ଗମାନଙ୍କ ନିକଟକୁ ମଧ୍ୟ ସେୟାର କରିଦିଅନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ।